କିଛି ସୁନ୍ଦର ନୀତିବାଣୀ ପ୍ରସନ୍ନ ମନରେ କର୍ମ ଗ୍ରହଣ କରନ୍ତୁ। ବିଷନ୍ନ ହେବାକୁ ପଡ଼ିବ ନାହିଁ। ଉଦ୍ଯୋଗ ପଣ୍ଡିତର ପାଣ୍ଡିତ୍ୟ, ରାଜନୀତିଜ୍ଞର ବିଚାର। କର୍ମକୁ ଘୃଣା କରନ୍ତୁ ନାହିଁ। ଯେକୌଣସି କର୍ମକୁ ନିଷ୍ଠାର ସହିତ କଲେ ସଫଳତା ନିଶ୍ଚିତ ମିଳେ। ଆତ୍ମଶକ୍ତି ପରୀକ୍ଷା କରି କର୍ମ ଗ୍ରହଣ କରନ୍ତୁ। ସେଥି ସଙ୍ଗେ ସଙ୍ଗେ ସତ୍ ବିଚାରକୁ ମଧ୍ୟ ଜାଗ୍ରତ ରଖନ୍ତୁ। ବର୍ତ୍ତମାନର କ୍ଷଣିକ ସୁଖ ପାଇଁ ଅନନ୍ତ ଭବିଷ୍ୟତ ବିକି ଦିଅନ୍ତୁ ନାହିଁ। ମୁହୂର୍ତ୍ତକ ଅସାବଧାନତାର କୁଫଳ ଜୀବନବ୍ୟାପୀ ଭୋଗିବାକୁ ପଡ଼େ। ସାଧନା ପାଇଁ ପଥର ଅଭାବ ନାହିଁ। ଭାବ କେବଳ ବ୍ୟାକୁଳ ଚେଷ୍ଟା, ଅଟଳ ସଂକଳ୍ପ ଓ ଧୀରସ୍ଥିର ମନ। ଗୃହ ହିଁ ସକଳ କର୍ତ୍ତବ୍ୟର ଭିତ୍ତିଭୂମି। ଦୟା, ପ୍ରେମ, ସ୍ନେହ, ସରସତା, କ୍ଷମା ଯାହା କିଛି କୁହନ୍ତୁ ପରିବାରରୁ ବାହାରି ପୃଥିବୀରେ ପରିବ୍ୟାପ୍ତ ହୋଇଥାଏ। ଜୀବନରେ କାହାକୁ କନ୍ଦେଇ ଦାନ ଧର୍ମ କଲେ କିଛି ଲାଭ ନାହିଁ। ଜୀବନରେ କାହାକୁ କନ୍ଦେଇ ଦାନ ଧର୍ମ କଲେ କିଛି ବି ଲାଭ ନାହିଁ। ଯଦି ଦୁଃଖୀ ମଣିଷଟିଏ ମୁହଁରେ ହସ ଫୁଟେଇ ପାରିଲେ ତେବେ ଆପଣଙ୍କୁ ମନ୍ଦିର ଯିବାକୁ ପଡ଼ିବନି। ଯାହା ସ୍ୱାମୀଙ୍କର ପସନ୍ଦ ନୁହେଁ, ସ୍ତ୍ରୀଙ୍କର ଅଶୋଭନୀୟ ଆଚରଣ କୌଣସି ସ୍ୱାମୀ ପସନ୍ଦ କରନ୍ତି ନାହିଁ। ବଦ୍ ଖର୍ଚ୍ଚୀ ତଥା ସ୍ୱାମୀଙ୍କ ଉପାର୍ଜିତ ଧନକୁ ଠିକ୍ ଭାବରେ ବିନିଯୋଗ କରୁନଥିବା ଭଳି ସ୍ତ୍ରୀଙ୍କୁ ସ୍ୱାମୀ ପସନ୍ଦ କରନ୍ତି ନାହିଁ। ବଦରାଗୀ, ଗପୁଡ଼ି, ଜିଦଖୋର, କଳହ ମୁଖରା ସ୍ତ୍ରୀଙ୍କୁ ସ୍ୱାମୀ ପସନ୍ଦ କରନ୍ତି ନାହିଁ। ଘରୋଇ ଜିନିଷପତ୍ରରେ ଅଯତ୍ନଶୀଳ, ଚାଲିଚଳନରେ କଥାବାର୍ତ୍ତାରେ ବେସଂଯତ, ଲଜ୍ଜାହୀନା, ଖିଆଲି ମନୋବୃତ୍ତିର ସ୍ତ୍ରୀଙ୍କୁ ସ୍ୱାମୀ କେବେ ବି ପସନ୍ଦ କରିପାରନ୍ତି ନାହିଁ। ସ୍ୱାମୀଙ୍କୁ ନ ପଚାରି ନ ବୁଝି ତାଙ୍କ ଅଜ୍ଞାତରେ ସ୍ତ୍ରୀ କୌଣସି କାର୍ଯ୍ୟ କରନ୍ତୁ ଏକଥା ସ୍ୱାମୀ ପସନ୍ଦ କରନ୍ତି ନାହିଁ। ବିଭିନ୍ନ ପ୍ରକାର ଆଳଛଟା ରଖୁଥିବା ସ୍ତ୍ରୀକୁ ସ୍ୱାମୀ ପସନ୍ଦ କରନ୍ତି ନାହିଁ। ବାପ ଘରର ବଡ଼ିମାପଣ ବଖାଣୁଥିବାକୁ ସ୍ୱାମୀ ପସନ୍ଦ କରନ୍ତି ନାହିଁ। ସ୍ୱାମୀଙ୍କ ପ୍ରତି ବେଖାତିର ମନୋଭାବ ରଖୁଥିବା ସ୍ତ୍ରୀଙ୍କୁ ସ୍ୱାମୀ ପସନ୍ଦ କରନ୍ତି ନାହିଁ। ସ୍ତ୍ରୀ ବହୁ ସମୟ ଧରି ରୋଜ ବାହାରେ ବୁଲାବୁଲି କରିବାଟା ପ୍ରାୟ ସ୍ୱାମୀ ପସନ୍ଦ କରନ୍ତି ନାହିଁ। ନିଜର ସବୁବେଳେ ବଡ଼ିମା ପ୍ରକାଶ କରୁଥିବା ସ୍ତ୍ରୀକୁ ସ୍ୱାମୀ ଜମା ପସନ୍ଦ କରନ୍ତି ନାହିଁ। ଦିନଟି କିପରି ବିତାଇବେ? ସବୁଦିନ ଡାଏରୀ ଲେଖିବେ, ସବୁର ହିସାବ ରଖିବେ। ପରିବାରରେ ଯେପରି ଅଶାନ୍ତି ସୃଷ୍ଟି ନ ହୁଏ ସେଥିପ୍ରତି ଦୃଷ୍ଟି ଦେବେ। ସବୁ କାର୍ଯ୍ୟକୁ ଖୁସି ମନରେ କରିବେ। ବୃଦ୍ଧ ପିତାମାତାଙ୍କୁ ନିଜେ ଘଷି ଦେବେ, ତାଙ୍କର ସେବା କରିବେ, ଯତ୍ନ କରିବେ। କିଏ ସାହାଯ୍ୟ ମାଗିଲେ ତୁରନ୍ତ ସାହାଯ୍ୟ କରିବେ। ନିଜ ପାଇଁ, ପରିବାର ପାଇଁ, ଈଶ୍ୱରଙ୍କ ପାଇଁ ବିଶେଷ ଧ୍ୟାନ ଦେବେ। ସନ୍ଧ୍ୟାରେ ହାତ ଗୋଡ଼ ଧୋଇ ପ୍ରାର୍ଥନା କରିବେ। ବାଡ଼ି ବଗିଚା କାମ କରିବେ ଓ ବୃକ୍ଷରେ ଜଳ ଦେବେ। ଯାହା କରିବେ ଓ ଯାହା ଖାଇବେ ଭଗବାନଙ୍କୁ ସମର୍ପଣ କରିବେ। ନିଜ ପିଲାଙ୍କୁ ନିଜେ ବସି ପାଠ ପଢ଼ାଇବେ। ନିଜେ ପରିଷ୍କାର ରହିବେ ଓ ଘରଦ୍ୱାରକୁ ପରିଷ୍କାର ରଖିବେ। ହାତରେ କାମ, ମୁଖରେ ନାମ ଓ ମନଟିକୁ ଭଗବାନଙ୍କ ଠାରେ ଲଗାଇବେ। ପ୍ରତିଦିନ ଗୀତା ଓ ଭାଗବତ ପାଠ କରିବେ। ଜୟ ଶ୍ରୀ ଜଗନ୍ନାଥ।